ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ବିକଶିତ ଭାରତ ଗଠନରେ ଯୁବପିଢ଼ିର ଭୂମିକାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ ମାଇ ଭାରତ ବଜେଟ୍ କ୍ୱେଷ୍ଟରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ବାଣିଜ୍ୟିକ ଜାହାଜଗୁଡ଼ିକୁ ସହାୟତା କରିବା ଲାଗି ପାରସ୍ୟ ଉପସାଗର ନିକଟରେ ଯୁଦ୍ଧ ଜାହାଜ ମୁତୟନ କଲା ଭାରତ। ଆନ୍ତର୍ଜାତିକ ପରିବହନ ପାଇଁ ଗୁରୁତ୍ୱପୂର୍ଣ୍ଣ ହରମୁଜ୍ ପ୍ରଣାଳୀ କାର୍ଯ୍ୟକ୍ଷମ ରହିଥିବା ଇରାନ ବୈଦେଶିକ ମନ୍ତ୍ରୀଙ୍କ ସୂଚନା। ଆଫଗାନିସ୍ତାନରେ ପାକିସ୍ତାନର ବିମାନ ଆକ୍ରମଣକୁ ଭାରତର ଦୃଢ଼ ନିନ୍ଦା। ଏବଂ ଭାରତୀୟ କ୍ରିକେଟ ତାରକାଙ୍କ ସଫଳତାକୁ ପାଳନ କରିବା ଲାଗି ଆଜି ନୂଆଦିଲ୍ଲୀରେ ବିସିସିଆଇ ପ୍ରଦାନ କରିବ ନମନ ପୁରସ୍କାର 2026। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ମାଇ ଭାରତ ବଜେଟ୍ କ୍ୱେଷ୍ଟ 2026ରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ବିଜେତାମାନଙ୍କ ସହିତ ଆଲୋଚନା କରିବେ। ଏହି ପଦକ୍ଷେପ ଯୁବପିଢ଼ିଙ୍କୁ କେନ୍ଦ୍ରୀୟ ବଜେଟ୍ ଉପରେ ଆଲୋଚନା କରିବାକୁ ଏବଂ ବିକଶିତ ଭାରତ ଦୃଷ୍ଟିକୋଣ ଉପରେ ସେମାନଙ୍କ ମତାମତ ଦେବା ଲାଗି ସୁଯୋଗ ପ୍ରଦାନ କରିବ। 2047 ସୁଦ୍ଧା ଆତ୍ମନିର୍ଭର ବିକଶିତ ଭାରତ ଗଠନ କ୍ଷେତ୍ରରେ ଯୁବପିଢ଼ିର ଭୂମିକାକୁ ସୁଦୃଢ଼ କରିବା ଏହି ଆଲୋଚନାର ଉଦ୍ଦେଶ୍ୟ। ମାଇ ଭାରତ ବଜେଟ୍ କ୍ୱେଷ୍ଟ 2026କୁ ବିପୁଳ ପ୍ରତିକ୍ରିୟା ମିଳିଛି। 12 ଲକ୍ଷରୁ ଅଧିକ ଯୁବ ପ୍ରତିଯୋଗୀ ଏଥିରେ ଭାଗ ନେବା ସହ ପ୍ରାୟ 47,000 ପ୍ରବନ୍ଧ ଦାଖଲ ହୋଇଛି। 2026 କେନ୍ଦ୍ରୀୟ ବଜେଟ୍କୁ ଯୁବ ଶକ୍ତିଚାଳିତ ବଜେଟ୍ ଭାବରେ ସ୍ୱୀକୃତି ଦିଆଯାଇଛି, ଯାହା ଶିକ୍ଷା, ଦକ୍ଷତା, ଉଦ୍ୟୋଗ, ନବସୃଜନ ଏବଂ ଭବିଷ୍ୟତ ପାଇଁ ବିଭିନ୍ନ ଉପାୟରେ ଭାରତର ଯୁବପିଢ଼ିଙ୍କୁ ସଶକ୍ତ କରିବ। ଭାରତ ଆଡ଼କୁ ଆସୁଥିବା ବାଣିଜ୍ୟିକ ଜାହାଜଗୁଡ଼ିକୁ ସହାୟତା କରିବା ପାଇଁ ପାରସ୍ୟ ଉପସାଗର ନିକଟରେ ଭାରତୀୟ ନୌସେନାର ଅନେକ ଯୁଦ୍ଧ ଜାହାଜ ମୁତୟନ କରାଯାଇଛି। ସୂଚନା ଅନୁଯାୟୀ ବାଣିଜ୍ୟିକ ଜାହାଜଗୁଡ଼ିକୁ ଆବଶ୍ୟକ ସାହାଯ୍ୟ ଓ ସହାୟତା ଯୋଗାଇବା ପାଇଁ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ପ୍ରସ୍ତୁତ ରହିଛି। ପୂର୍ବରୁ ଇରାନ କର୍ତ୍ତୃପକ୍ଷଙ୍କ ଦ୍ୱାରା ତରଳ ପେଟ୍ରୋଲିୟମ ଗ୍ୟାସ୍ ବହନ କରୁଥିବା 2ଟି ଭାରତୀୟ ଜାହାଜକୁ ହରମୁଜ୍ ପ୍ରଣାଳୀ ଦେଇ ପରିବହନ ଅନୁମତି ଦିଆଯାଇଥିଲା। ଚଳିତ ମାସ 21 ସୁଦ୍ଧା ଏହା ଗନ୍ତବ୍ୟସ୍ଥଳରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଗାଚି କହିଛନ୍ତି, ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହରମୁଜ୍ ପ୍ରଣାଳୀ ଅନ୍ତର୍ଜାତୀୟ ପରିବହନ ପାଇଁ କାର୍ଯ୍ୟକ୍ଷମ ରହିଛି, କିନ୍ତୁ ଆମେରିକା ଏବଂ ଇସ୍ରାଏଲ ସହିତ ଜଡ଼ିତ ଜାହାଜଗୁଡ଼ିକୁ ଏହି ଜଳପଥ ଦେଇ ଯିବାକୁ ଅନୁମତି ନାହିଁ ବୋଲି ସେ କହିଛନ୍ତି। ସାମ୍ପ୍ରତିକ ସାମରିକ ଘଟଣା ପରେ ସୃଷ୍ଟି ହୋଇଥିବା ଉତ୍ତେଜନା ମଧ୍ୟରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ଆମେରିକୀୟ କେବୁଲ ନ୍ୟୁଜ୍ ଚ୍ୟାନେଲ ସହିତ ଏକ ସାକ୍ଷାତକାରରେ ଶ୍ରୀ ଆରାଗାଚି କହିଛନ୍ତି, ସାମୁଦ୍ରିକ ପଥ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇନାହିଁ। ପାରସ୍ୟ ଓ ଓମାନ ଉପସାଗର ମଧ୍ୟରେ ସଂକୀର୍ଣ୍ଣ ସମୁଦ୍ର ରାସ୍ତାରେ ଅନେକ ଭାରତୀୟ ଜାହାଜ ସମେତ ଶହ ଶହ ଜାହାଜ ଫସି ରହିଥିବା ସତ୍ତ୍ୱେ ଇରାନ ମନ୍ତ୍ରୀ ଏହି ଦାବି କରିଛନ୍ତି। ସେ କହିଛନ୍ତି, ଅନ୍ୟ ରାଷ୍ଟ୍ରଗୁଡ଼ିକ ପାଇଁ ଏହି ପଥ ଦେଇ ଯିବା ପାଇଁ କୌଣସି ପ୍ରତିବନ୍ଧକ ସୃଷ୍ଟି କରାଯାଇ ନାହିଁ। ସେ କହିଛନ୍ତି, ଉତ୍ତେଜନା ବୃଦ୍ଧି ସତ୍ତ୍ୱେ ଅନେକ ଟ୍ୟାଙ୍କର ଏବଂ ମାଲବାହୀ ଜାହାଜ ଏବେ ବି ହରମୁଜ୍ ପ୍ରଣାଳୀ ଦେଇ ଗତି କରୁଛି। ଆମେରିକା ଇରାନ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ତୃତୀୟ ସପ୍ତାହରେ ପହଞ୍ଚିଥିବା ବେଳେ ତେହେରାନ ଦ୍ୱାରା ହରମୁଜ୍ ପ୍ରଣାଳୀ ବନ୍ଦ କରିବା ଲାଗି ଉଦ୍ୟମ ଫଳରେ ଅନେକଗୁଡ଼ିଏ ଦେଶ କ୍ଷତିଗ୍ରସ୍ତ ହୋଇଛନ୍ତି। ସମ୍ପୃକ୍ତ ଦେଶଗୁଡ଼ିକୁ ଜାହାଜ ପଠାଇବା ଲାଗି ଆମେରିକା ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ଟ୍ରୁଥରେ ଡୋନାଲ୍ଡ ଟ୍ରମ୍ପ ଚୀନ, ଫ୍ରାନ୍ସ, ଜାପାନ, ଦକ୍ଷିଣ କୋରିଆ, ୟୁକେ ଏବଂ ଅନ୍ୟାନ୍ୟ ଦେଶଗୁଡ଼ିକୁ ହରମୁଜ୍ ପ୍ରଣାଳୀକୁ ଜାହାଜ ପଠାଇବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଆମେରିକା ସମ୍ପୃକ୍ତ ସ୍ଥାନରେ ବୋମା ବର୍ଷଣ ସହ ଇରାନର ଜାହାଜଗୁଡ଼ିକ ଉପରେ ଆକ୍ରମଣ ଜାରି ରଖିବ। ହରମୁଜ୍ ପ୍ରଣାଳୀରେ ପ୍ରତିବନ୍ଧକ ସୃଷ୍ଟି ଯୋଗୁଁ ବିଶ୍ୱ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି। ଶ୍ରୀ ଟ୍ରମ୍ପ ଦାବି କରିଛନ୍ତି, ଆମେରିକା ଇରାନର ସାମରିକ କ୍ଷମତାର 100% ନଷ୍ଟ କରିସାରିଛି। ଅନ୍ୟପକ୍ଷରେ ହରମୁଜ୍ ପ୍ରଣାଳୀରେ ତୈଳ ରପ୍ତାନୀରେ ବାଧା ସୃଷ୍ଟି ହେଉଥିବାରୁ ବିଶ୍ୱର ବିଭିନ୍ନ ଦେଶରେ ସଙ୍କଟ ଦେଖାଦେଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। मीकुन नाव अपील की नत बात आलेत के कांबेड शुक्र शीला नुकुल संगे मंदन सभी कांबेड वासी सलेंड रथ के नल मानता बारकी येत की कांबेड इदे नरमा देवजी संग्राम दयाल वासवेंडे सलेंड रथ तोरु अलकेने कांबेडु विकास दान संगे 15 शिवाजी संगे 15 वासी सलेंड रथ तोरु अलकेने इदे नरमा
మన సునీలు జమున మనీష్ రజనీవాసి సలండ్రాసి నావ సంఘేನೆ ಮಂತೋರು ಇಂಜ ಪುಲ್ಬಂತೆ ಮಂತಾನು ಅದನ್ ಮೈದಾನೆ మీరు ఇది నడమ మీరు వాసి మంది 31 मार्च नडमाने वासी सिलेंडर की नलमंता ताने पेर के सरकार सरेंडर कीवो अदन मैदान मीकिन ततने मैदान के ना इंतजार ते मनतानु ना फोन नंबर ये मनताने फोन नंबर किसो बाई किरु 7815070531 ఇది फोन नंबर ते किसो बाई के मेवनी ଆଫଗାନିସ୍ତାନରେ ପାକିସ୍ତାନ ଦ୍ୱାରା କରାଯାଇଥିବା ବିମାନ ଆକ୍ରମଣକୁ ଭାରତ ଦୃଢ଼ ନିନ୍ଦା କରିଛି। ଏହି ଆକ୍ରମଣରେ ଅନେକ ସାଧାରଣ ଲୋକଙ୍କ ମୃତ୍ୟୁ ହେବା ସହ ବ୍ୟାପକ ଭିତ୍ତିଭୂମି ନଷ୍ଟ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଆଫଗାନିସ୍ତାନର ସାର୍ବଭୌମ ଚିନ୍ତାଧାରା ବିରୋଧୀ ପାକିସ୍ତାନର ଏହା ଆଉ ଏକ ଆକ୍ରମଣ। ସେ କହିଛନ୍ତି, ଭାରତ ଆଫଗାନିସ୍ତାନର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ପୂର୍ଣ୍ଣ ସମ୍ମାନ ଦିଆଯିବା ଉପରେ ଗୁରୁତ୍ୱ ପ୍ରଦାନ କରୁଛି। ଶ୍ରୀଲଙ୍କାର ଶକ୍ତି ମନ୍ତ୍ରଣାଳୟ ଆଜି ସକାଳ 6ଟାରୁ ଇନ୍ଧନ ଚାହୁଁଥିବା ସମସ୍ତ ଯାନବାହନ ପାଇଁ QR କୋଡ୍ ପଞ୍ଜୀକରଣ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିଛି। ବୈଧ ପଞ୍ଜୀକୃତ QR କୋଡ୍ ନଥିଲେ ଉପଭୋକ୍ତାମାନଙ୍କୁ ଇନ୍ଧନ ଦିଆଯିବ ନାହିଁ। ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ପରିସ୍ଥିତି ଯୋଗୁଁ ବିଶ୍ୱ ଇନ୍ଧନ ଯୋଗାଣ ମାର୍ଗରେ ଦେଖାଦେଇଥିବା ଅସୁବିଧା ପାଇଁ ଚାହିଦା ବୃଦ୍ଧି ପାଉଥିବାରୁ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେଠାକାର ଅଧିକାରୀମାନେ କହିଛନ୍ତି, ଦେଶରେ ଅତ୍ୟାବଶ୍ୟକୀୟ ଆର୍ଥିକ କାର୍ଯ୍ୟକଳାପକୁ ବଜାୟ ରଖିବା ପାଇଁ ସୀମିତ ଇନ୍ଧନ ସଂରକ୍ଷଣକୁ ସତର୍କତାର ସହିତ ପରିଚାଳନା କରିବାକୁ ପଡ଼ିବ। QR କୋଡ୍ ବ୍ୟବସ୍ଥା ଅନୁଯାୟୀ ସମସ୍ତଙ୍କ ପାଇଁ ଇନ୍ଧନ ଉପଲବ୍ଧତା ନିଶ୍ଚିତ କରାଯାଇପାରିବ। ଶ୍ରୀଲଙ୍କାରେ 2022 ମସିହାରେ ଆର୍ଥିକ ସଙ୍କଟ ସମୟରେ QR କୋଡ୍ ଆଧାରିତ ବ୍ୟବସ୍ଥା ଲାଗୁ କରାଯାଇଥିଲା। ସିକ୍କିମ ଚଳଚ୍ଚିତ୍ର ସେପ୍ ଅଫ୍ ମୋମୋ ଆନ୍ତର୍ଜାତିକ ମହୋତ୍ସବ ଧାରାରେ ଏହାର ସଫଳ ଯାତ୍ରା ଜାରି ରଖିଛି। ଗ୍ଲାସଗୋ ଚଳଚ୍ଚିତ୍ର ମହୋତ୍ସବରେ ଏହି ଚଳଚ୍ଚିତ୍ରର ପ୍ରଦର୍ଶନ କରାଯାଇଛି। ତ୍ରିବେଣୀ ରାୟଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ସେପ୍ ଅଫ୍ ମୋମୋ ସମ୍ପ୍ରତି ଇଟାଲୀରେ ସିନେମା ଲେଖକ, ସାହିତ୍ୟିକ ଏବଂ ସମସାମୟିକ ଚିନ୍ତାଧାରା ସମ୍ପର୍କିତ ପ୍ରଦର୍ଶନୀରେ ପ୍ରଶଂସା ଅର୍ଜନ କରିଛି। ଚଳିତ ମାସ ଶେଷରେ ସେଠାରେ ଆୟୋଜନ ହେବାକୁ ଥିବା 35ତମ ଆଫ୍ରିକୀୟ, ଏସୀୟ ଏବଂ ଲାଟିନ୍ ଆମେରିକୀୟ ଚଳଚ୍ଚିତ୍ର ମହୋତ୍ସବରେ ମଧ୍ୟ ଏହି ଚଳଚ୍ଚିତ୍ର ପ୍ରତିଯୋଗିତା କରିବ। ଇଣ୍ଡୋଜ୍ ଅନ୍ ଦ ୱାର୍ଲ୍ଡ ଫିଚର ଫିଲ୍ମ ବର୍ଗରେ ପ୍ରତିଯୋଗିତା ପାଇଁ ଏହି ଚଳଚ୍ଚିତ୍ରକୁ ମନୋନୟନ କରାଯାଇଛି। ସୂଚନା ଅନୁଯାୟୀ ସେପ୍ ଅଫ୍ ମୋମୋ ରୁଷର ସ୍ପିରିଟ୍ ଅଫ୍ ଫାୟାର ଇଣ୍ଟରନ୍ୟାସନାଲ ଡେବ୍ୟୁ ଫିଲ୍ମ ଫେଷ୍ଟିଭାଲ, ଆମଷ୍ଟରଡାମର ସିନେମା ଏସିଆ ଫିଲ୍ମ ଫେଷ୍ଟିଭାଲରେ ପ୍ରତିଯୋଗିତାରେ ଭାଗ ନେବ ବୋଲି ଜଣାପଡ଼ିଛି। ନୂଆଦିଲ୍ଲୀରେ ଆଜି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ BCCI ନମନ ପୁରସ୍କାର 2026ରେ ଭାରତୀୟ କ୍ରିକେଟ ତାରକା ଏବଂ ଅବଦାନକାରୀଙ୍କ ସଫଳତାକୁ ପାଳନ କରିବ। ଉତ୍ସବରେ କ୍ରିକେଟ କିମ୍ବଦନ୍ତୀ ରୋଜର ବିନ୍ନି ଏବଂ ରାହୁଲ ଦ୍ରାବିଡଙ୍କୁ କର୍ଣ୍ଣେଲ CK ନାଇଡୁ ଜୀବନବ୍ୟାପୀ ସାଧନା ପୁରସ୍କାର ମିଳିବ। ପୂର୍ବତନ ଭାରତୀୟ ମହିଳା ଅଧିନାୟକ ମିତାଲି ରାଜଙ୍କୁ BCCI ଜୀବନବ୍ୟାପୀ ସାଧନା ପୁରସ୍କାର ଓ ନମନ ପୁରସ୍କାର ପ୍ରଦାନ କରିବ। ଭାରତୀୟ ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁଭମନ ଗିଲ୍ ଦ୍ୱିତୀୟ ଥର ପାଇଁ ପୁରୁଷ ବର୍ଗରେ ଶ୍ରେଷ୍ଠ ଅନ୍ତର୍ଜାତୀୟ କ୍ରିକେଟର ଭାବେ ପଲି ଉମ୍ରିଗର ପୁରସ୍କାର ଓ ସ୍ମୃତି ମନ୍ଧାନା ପଞ୍ଚମ ଥର ପାଇଁ ମହିଳା ବର୍ଗରେ ଶ୍ରେଷ୍ଠ ଅନ୍ତର୍ଜାତୀୟ କ୍ରିକେଟର ପୁରସ୍କାର ପାଇବେ। ଘରୋଇ କ୍ରିକେଟରେ ମୁମ୍ବାଇର ଇରା ଯାଦବ ଜଗମୋହନ ଡାଲମିଆ ଟ୍ରଫି ଏବଂ ଶେଫାଳି ବର୍ମାଙ୍କୁ ଶ୍ରେଷ୍ଠ ମହିଳା କ୍ରିକେଟର ଭାବରେ ସମ୍ମାନିତ କରାଯିବ। ଆଜିର ଉତ୍ସବରେ ମୁମ୍ବାଇ କ୍ରିକେଟ ଆସୋସିଏସନକୁ ଏହାର ଉତ୍କୃଷ୍ଟ ଘରୋଇ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯିବ। FIH ମହିଳା ହକି ବିଶ୍ୱ କ୍ୱାଲିଫାୟରର ଫାଇନାଲରେ ଗତକାଲି ସନ୍ଧ୍ୟାରେ ହାଇଦ୍ରାବାଦର GMC ବାଲଯୋଗୀ ହକି ପଡ଼ିଆରେ ଅନୁଷ୍ଠିତ ମ୍ୟାଚ୍ରେ ଇଂଲଣ୍ଡ 2-0 ଗୋଲରେ ଭାରତକୁ ପରାସ୍ତ କରିଛି। ତଥାପି ନେଦରଲ୍ୟାଣ୍ଡ ଏବଂ ବେଲଜିୟମ ଦ୍ୱାରା ମିଳିତ ଭାବରେ ଆୟୋଜିତ ହେବାକୁ ଥିବା ଚଳିତ ବର୍ଷର ମେଗା ଇଭେଣ୍ଟରେ ଭାରତ ସ୍ଥାନ ପାଇବାରେ ସଫଳ ହୋଇଛି। ଚଳିତ ବର୍ଷ ଅଗଷ୍ଟ 14ରୁ 30 ତାରିଖ ପର୍ଯ୍ୟନ୍ତ ନେଦରଲ୍ୟାଣ୍ଡ ଏବଂ ବେଲଜିୟମ ଦ୍ୱାରା ମିଳିତ ଭାବରେ ବିଶ୍ୱକପ୍ ଆୟୋଜନ କରାଯିବ। ବ୍ୟାଡମିଣ୍ଟନରେ ଇଣ୍ଡୋନେସିଆର ପୁଟ୍ରି କୁସୁମା ୱଡାନି ଗତକାଲି ଓକୁହାରା ନୋଜୋମିଙ୍କୁ 21-16, 21-13ରେ ପରାସ୍ତ କରି ସ୍ୱିସ୍ ଓପନ୍ 2026 ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଫାଇନାଲରେ ୱଡାନି ବିଶ୍ୱର 7ମ ମାନ୍ୟତାପ୍ରାପ୍ତ ସୁପାନିଦା କାଟେଥାଙ୍କ ବିପକ୍ଷରେ ଖେଳିବେ। ଆଜି ମହିଳା ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ବିକଶିତ ଭାରତ ଗଠନରେ ଯୁବପିଢ଼ିର ଭୂମିକାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ ମାଇ ଭାରତ ବଜେଟ୍ କ୍ୱେଷ୍ଟର ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ବାଣିଜ୍ୟିକ ଜାହାଜଗୁଡ଼ିକୁ ସହାୟତା କରିବା ଲାଗି ପାରସ୍ୟ ଉପସାଗର ନିକଟରେ ଯୁଦ୍ଧ ଜାହାଜ ମୁତୟନ କଲା ଭାରତ। ଆନ୍ତର୍ଜାତିକ ପରିବହନ ପାଇଁ ଗୁରୁତ୍ୱପୂର୍ଣ୍ଣ ହରମୁଜ ପ୍ରଣାଳୀ କାର୍ଯ୍ୟକ୍ଷମ ରହିଥିବା ଇରାନ ବୈଦେଶିକ ମନ୍ତ୍ରୀଙ୍କ ସୂଚନା। ଆଫଗାନିସ୍ତାନରେ ପାକିସ୍ତାନ ବିମାନ ଆକ୍ରମଣକୁ ଭାରତର ଦୃଢ଼ ନିନ୍ଦା।
ଏବଂ ଭାରତୀୟ କ୍ରିକେଟ ତାରକାଙ୍କ ସଫଳତାକୁ ପାଳନ କରିବା ଲାଗି ଆଜି ନୂଆଦିଲ୍ଲୀରେ ବିସିସିଆଇ ପ୍ରଦାନ କରିବ ନମନ ପୁରସ୍କାର 2026। ସମ୍ବାଦ ଶେଷ ହେଲା।